ମହାବଳୀ ରାବଣ ମାତା ଜାନକୀଙ୍କୁ ଧୋକା ଦେଇ ବନ୍ଦୀ କରିନେଲା। ମା ସ୍ୱୟଂକୁ ଅଶୋକ ବାଟିକାରେ ସୀମିତ କରିନେଲେ। କିନ୍ତୁ ରାବଣ ତାଙ୍କୁ ମୋହିତ କରିବା ଉଦ୍ଦେଶ୍ୟରେ ଭଳିକି ଭଳି ରୂପ ଧାରଣ କରି ତାଙ୍କ ପାଖକୁ ଗଲା। ତାର ସମସ୍ତ ଉପାୟ ବିଫଳ ହେଲା ଏବଂ ମାତା ଜାନକୀ ଭଗବାନ ଶ୍ରୀରାମଙ୍କ ବ୍ୟତୀତ ଅନ୍ୟ କାହା ଉପରେ କୌଣସି ଧ୍ୟାନ ଦେଲେ ନାହିଁ। ଏହା ଦେଖି ରାବଣର ମନ୍ତ୍ରୀ ରାବଣକୁ ପରାମର୍ଶ ଦେଇ କହିଲା, ମହାରାଜ, ଆପଣ ରାମଙ୍କ ବେଶ ଧାରଣ କରି ସୀତାଙ୍କୁ ଭେଟୁନାହାନ୍ତି କାହିଁକି? ସେପରି କଲେ ସେ ଅବଶ୍ୟ ଆପଣଙ୍କ ଆଡ଼କୁ ଚାହିଁବେ। ରାବଣ କହିଲା, ତୁମେ କ'ଣ ଭାବୁଛ ଏଇ ବିଚାର ମୋ ମନରେ ଆସିନାହିଁ? ତୁଚ୍ଛ ବ୍ରହ୍ମପଦମ୍ ପରବଧୂ ସଙ୍ଗଃ କୃତଃ। ଯେତେବେଳେ ରାମଙ୍କ ରୂପ ଧାରଣ କରୁଛି ତ ମୋର ମନ ବି ସେପରି ହୋଇଯାଉଛି। ତାଙ୍କର ରୂପ ଧାରଣ କରିବା ମାତ୍ରେ ବ୍ରହ୍ମପଦ ମଧ୍ୟ ତୁଚ୍ଛ ଦେଖାଯାଉଛି। ପୁଣି ପର ସ୍ତ୍ରୀ କଥା କ'ଣ କହିବି? ଯାହାଙ୍କ ରୂପ ଧାରଣ କରିବା ମାତ୍ରେ ମନର ଭାବ ଶୁଦ୍ଧ ହୋଇଯାଏ, ପ୍ରକୃତରେ ଠିକ୍ ଭାବରେ ତାଙ୍କର ଧ୍ୟାନ କଲେ କ'ଣ ହେବ, ଏହା ତ ଭକ୍ତମାନେ ହିଁ ଜାଣନ୍ତି। ଅଖଣ୍ଡ ଜ୍ୟୋତି। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।